कमुटा दियो माँ जल्दी को भी कमुटा दियो सकाଳେ କଣ ଦେଖା ଜଗି ପୁଅ ଏ ଗୌରୁ ଆସିବାର ହେଲା हे प्रभु जोदा माने सर्वस्व खंडन करो प्रभु कौन पहले दारोगा बाबू हमें पतित पावन श्री क्षेत्र पुरी रो आइचु जोदा माने तमर आसी नक्षत्र कहछि ए घर खूब शीघ्र उस खुशीरे भरी जीवो ସବୁଥିରେ ଭରିଯିବ हां ଆମେ କହ ବୋଇଲେ କଥା ନାହିଁ ଏ ମୋର କଣ ଆଉ ହାତରେ ଦି ହାତ ହେବାର ଅଛି କି ଜଗି ପୁଅ ହାତେରୁ ଦି ହାତେ ତମର ନୁହେଁ ଜଗି ପୁଅ ଆଉ ତମ ଝିଅର ଝିଅର ମୋ ଘରେ ଝିଅ ଅଛି ବୋଲି ତମେ କେମିତି ଜାଣିଲ ଜଗି ପୁଅ ଆମେ ପତିତ ପାବନ ଶ୍ରୀ କ୍ଷେତ୍ର ପୁରୀ रो आइचु हां निमिष कमजरे हां सुख ऊपर तଳ ସବୁ କଥା ଜାଣି ପାରେ ସତରେ ତେବେ ଦେଖି ମୋ ହାତ ଦେଖି ଯେ କହିଲ ମୋର ଆଉ ହେବ କି ନାହିଁ खूब शीघ्र हब तुम्हारा କଣ ହେଲା କେତେବେଳେ ଆସିବ ଦେଖ ଏ ଯାଏ ମୁଁ ଦୁଆର ମୋ ପାରେ ଆଣି ନାହିଁ ଇଏ କହିଲାନି କହ ବୋଇଲେ କଥା ନାହିଁ ଏତେ ବଡ ହେଲୁଣି ଡର ନେଇଯିବେ ବାପ ଯୋଉ କବାଟ ମୋଟା କବାଟ ଲାଗିଛି ନେଇଯିବେ ହେଲା ମା ମୁଁ ଡାକ୍ତର ଦେଖିଲେନି ମୁଁ ଆସୁଛି ନା ଏ ଜଗି ହଉ ତମେ ମୁଁ ବୁଝିବୁ ଡାକି ଆଣିବି ହେଲା ମା ତମେ କିଛି ଖାଇନଥିବୁ ନା ଖାଲି ପାଣି ପିଇଥିବୁ ମୁଁ ଆସୁଛି Mama.
ପୁରୀରୁ ଆଇଛି ସର୍ବଜ୍ଞ ପୁରୁଷ ନିମିଷକ ମଧ୍ୟରେ ଉପର ତଳ ଆଗ ପଛ ଭିତର ବାହାର କଥା ଜାଣିପାରେ ହାତ ଧୋଇଛ ତ ପଢା ନାହିଁ ମୁଁ ଜଗି ମୁଁ ପଢା ଜାଣିନି ହଉ ଆସ ଲୋକ କହୁଛି ବୋଧୁଏ ତମେ ହେଇନ ହାତକୁ ଦିଅ ତ ଗୋଟେ ହାତ ଅଛି ଆଉ ଗୋଟେ ହାତ ମିଶିଲେ ଦି ହାତ ହବ ନା ଗୋଟେ ସୁନ୍ଦର ସୁଣ୍ଠାମ ଯୁବକ ସହିତ ତମର ଡାରେନାରେ ହେବାକୁ ଯାଉଛି ଡାରେନାରେ ମାନେ ପ୍ରେମ କାହିଁକି ହବନି ଓହୋ ତମେ ଆଗରୁ ମତେ କହିବ କୋଉ ପାଖରେ ଅଛି କଣ ଫଟେଇ ଦେବା କହିଲା ସେଇଟା କୋଉ ପାଖରେ ଏମିତି ଦେଖିବି ମୁଁ କଣ ଡକ୍ଟର ରହିଛି ନା ଡାକ୍ତର କରିବି ନାହିଁ ଗରମ ମତେ ଲାଗୁଛି ଗରମ କିଏ ସେ ଭାଗ୍ୟବାନ ତମ ହାତକୁ ଯିଏ ଧରିବ ହଉ ଗୋଟେ କାମ କର ଟଙ୍କା 500 ଦିଅ ମୁଁ ତ ତମକୁ ଏମିତି ଗୋଟିଏ ଦେଉରିଆ ଦେବି ସେ ଟଙ୍କା ଯେମିତି ତମକୁ ଘଡ଼ିଏ ନ ଦେଖିଲେ ମୋ କଥା ବେଦର ଗାର ମୁଁ ଯୋଗୀ ପୁଅ ଜାଣିପାରୁନୁ ଦେଖି ଜାଣିପାରୁନୁ କଣ ମୁଁ ଯୋଗୀ ପୁଅ ତମେ ଟଙ୍କା 500 ବ୍ୟବସ୍ଥା କରିଦେବି ଫସାଇ ପାରିଲେ ପଛେ ପବାର ନିଶ୍ଚୟ ନିଶ୍ଚୟ 100% ହବ ମୋ କଥା କେବେ କଣ ଅନ୍ୟଥା ହେଇଛି ବାବା ଯଦି ନ ହେଲା ତାହେଲେ ଲଣ୍ଡା କରି ଗାଁ ସାରା ବୁଲେକି ଯାଉଥିବ ଲଣ୍ଡା ହେଇଛି ଖାଲି କବରଟା ଲାଗିଛି କେମିତି ଉଠିବ ମୁଁ ଯଦି ବାହା ହେଲେ ଉଠିବ ନା ବାହା ନହେଲେ କେମିତି ଯିବାକୁ ମୋର ଇଚ୍ଛା
ଭୋଜନ ସାରା ଦୁନିଆରେ ଏତେ କରିଥିଲେ ମୋ ଭଳିଆ ଲଜ୍ଜା ପାଖରେ କାଟିବେ କାଁ କରିଥିଲେ ସବୁ ଭଲ ପାଇଁ ସବୁବେଳେ ପାଣିକି ଶୋଉଛି ସିଏ ବି ଜାଣିନି ମୁଁ ପୋଲିସ ଆବା ସେ ଡାଳେ ଡାଳେ ଗଲେ ମୁଁ ପାତ୍ର ବଦଳିନି ସେଇ ମୁହଁ ତ ଆଚ୍ଛା କହିପାରିବେ ମ୍ୟାଡମ ଆଜି ଟ୍ରେନଟା କେତେ ଲେଟ୍ ଅଛି ଇନକ୍ୱାରି କରି ବୁଝି ନିଅନ୍ତୁ ମୁଁ ଆପଣଙ୍କୁ ପଚାରୁଛି ମ୍ୟାଡମ ହୁଏତ ଆପଣ ଜାଣିଥାଇପାରନ୍ତି ମାନେ ଆପଣ ନିଶ୍ଚୟ ବୁଝି ସାରିଥିବେ ମ୍ୟାଡମ କହିଦେଲେ କ୍ଷତି କଣ ଇଡ଼ିଏଟ୍ Wow! ଭଲ ଲାଗିଲା କଣ ଆପଣଙ୍କ ସମ୍ବୋଧନଟା ଜାଣିଛୁ ଟି ମୁଁ କିଏ ସେଇ ଝିଅ ତ ବେଶ ପୋଷାକରୁ ତ ଜଣା ପଡୁଛି ଅବଳା ଦୁର୍ବଳା ଝିଅଟିଏ ଆଉ ଭିତରେ କିଛି ଭେଜାଲ ଥିଲେ ଅବଶ୍ୟ ସେ କଥା ପରୀକ୍ଷା କଲେ ଜଣା ପଡିବ ସତରେ ଆପଣଙ୍କ ମୁହଁଟା ମୁଁ ଶୁଣିଛି ଝିଅମାନେ ରାଗିଗଲେ ତାଙ୍କ ମୁହଁଟା ଭାରି କଦର୍ଯ୍ୟ ଦେଖାଯାଏ କିନ୍ତୁ ସତ କହୁଛି ମ୍ୟାଡମ ଆପଣ ରାଗିଲେ ନା ଆପଣଙ୍କ ମୁହଁଟା ଭାରି ସୁନ୍ଦର ଲାଗୁଛି ସତରେ ଗୋଲାପର ପାଖୁଡା ପରି ରସିକନାଥର କୃଷ୍ଣକୁ ଫୋନ କରିବୁ ଯେମିତି ଦ୍ରୌପଦୀକୁ ବସ୍ତ୍ର ଦେଲା ପରି ତତେ ଆସି ସେ ରକ୍ଷା କରିବ ଆଲୋ ନାଇଁ ଲୋ ନାଇଁ ଏ ରଣଜିତ ପଟ୍ଟନାୟକ ଯେଉଁ ଜିନିଷକୁ ଥରେ ଉପଭୋଗ କରିବାକୁ ଚାହେଁ ଆଉ ସେଥିରେ ଯିଏ ବାଧା ଦେବ ମରିବ ମରିବ ବେ ଆମ ଓଡ଼ିଶାରେ ଏମିତି ହୁଏନି ଏ ଶାଢ଼ୀ ଘୁମ୍ପି ଦେଲୁ ପୁଣି ଏ ରଣଜିତ ପଟ୍ଟନାୟକକୁ ଘୁମ୍ପି ଦେଲୁ ଭଲ କଲୁନି ବେ ଭଲ କଲୁନି ଏଇ ତୋ ଅବସ୍ଥା ମୁଁ କଣ କରୁଛି
ମତେ ଖୁମ୍ପି ଯାଇ ତୁ କେତେ ବାଟ ଯିବୁ ଲୋ ଆଲେ ମୁଁ ତ କଥା ଯାଉଛି ବାଘ ବଜାରି ଖେଳ ଆଲୋ 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 ଚିତ୍କାର କରିବୁ ଆଲୋ ନାଇଁ ଲୋ ନାଇଁ ଏ ହିରୋ ମୁଁ ତତେ ମନ କରି ଉପଭୋଗ କରିବି ଆଉ ତୁ ଚିତ୍କାର କରିବୁ ତୋ ଦେହରୁ ରକ୍ତ ଧରିବୁ ହେଲେ ତୁ ମରିବୁ ନାହିଁ ଲୋ ଗରିବ ଅସହାୟର ସାଥିରେ ଅବହେଳା ଦୁର୍ବଳାର ଭାଇ କାମୁକ ଲପଟର ଶତ୍ରୁ ଏଇ ଅର୍ଜୁନ ଭଳିଆ ସେ ଦେଖ ଏ ଦୁନିଆର ରୀତି କୃଷ୍ଣ ନିଜେ ନ ଆସେ ତାର ସଖା ଅର୍ଜୁନକୁ ବଟେଇଛି ଏ ସୁନ୍ଦରୀ ଝିଅଟାକୁ ମୋ କବଳରୁ ରକ୍ଷା କରିବା ପାଇଁ ଆରେ କାହିଁକି ବେ ତୋ ଜୀବନ କଣ ତୋତେ ପିତା ଲାଗିଲାନି ଥାଉ ସେ ବାସନ ବାଜି ଥାଉ ଚୁପଚାପ ଏ ଜାଗା ଛାଡି ଚାଲିଯା କହୁଛି ନଚେ କଣ କରିବୁ ବେ ମହାଭାରତ ପଢିନୁ ଏକାକି ଅର୍ଜୁନ କଣ କରିଥିଲା କଣ ଜାଣିନୁ ଆଉ ଏ ରଣଜିତ ପଟ୍ଟନାକୁ ମହାଭାରତ ଶୁଣେଇବୁ ହାରଙ୍ଗତ मोबाइल देखी जा मोबाइल এই নে দিব মোবাইল ଆଉ এই କଥାଟା ମୋ ଲେନ୍ସ ଭିତରେ ଗାର ହେଇ ରହିଗଲା ଆସୁଛି କିଛି ନୁହେଁ ଲୋ ଭଉଣୀ
ତୁମର କିଛି ଅସୁବିଧା ହେଇନି ତ? ନା ଯାହାର ଅର୍ଜୁନ ପରି ଭାଇ ରକ୍ଷା କରୁଛି ତାର ପୁଣି ଅସୁବିଧା ହବନି। ଆସିଲେ ଆସିଲେ ତମ ଘରେ ଛାଡ଼ି ଦେଇ ଆସିବି। ତାହେଲେ ଠିକ ଅଛି ଭଉଣୀ, ମୁଁ ଏବେ ତାହେଲେ ଆସୁଛି, ଆଉ କେବେ ଦେଖା ହବ? ଦରକାର ମନେ କରିନି। ଭାଇ ନିଶ୍ଚୟ ଭଉଣୀ ଘରେ ପହଞ୍ଚିବ। ନାଇଁ ଭଉଣୀ, ମୁଁ ଆସୁଛି, ପରେ କେବେ ଦେଖା ହବ। ଆସୁଛି। সুযোগ তো পাইবুনি কেন হারাম দাদা? কিଏ ତମେ ମାନେ? তেলে বারে না আমি জমা দোকানে কথা নেবা পাই আসিছো। କାହିଁକି କାହିଁକି ମତେ ମୋ ପଛରେ କରୁଛ? দেখি বেশি বক করিবু তো সিধা ঠিয়া ঠিয়া পাড়ি দেবি। କାହିଁକି କହୁନ? ମୁଁ ତୁମର କଣ ଦୋଷ କରିଛି? ଆଉ ଲକ୍ଷ୍ୟ କରିବୁ ତ ଦେଖୁଛୁ ଏଇଟା କଣ ସିଧା ହାରି ଦେବି। କହିବୁ ତ ମାରୁ ମାରୁ ମାରିଦେବି ତତେ।
অত্যন্ত কিছু সময় সত্যর সামনা করিবাকু ভয় করুথিবা কথা মু আজি বিচার করিবি বিচার এ বিক্রম বলিয়ার সিং বিক্রমাদিত্য সাজি হা 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 মেরা গো ना गुरु आसामी कहूची काउरिया काटी होई भांगी जीव पछे नई बरई कौन कहिला अबे कौन कहिला से काउरिया काटी भांगी ताले मारी दियो भाई एते कोलबोल करी काई मारुचो मु कोन तते मारिबा पाई चाहूची तू मरी गए से अक्षर मु पाइबी
କି ମାଇ ବାପା ମଲା ପୂର୍ବରୁ ତ ହାତରେ ଯୋଉ ରକ୍ସାର ଧରେଇ ଯାଇଥିଲେ ମୁଁ ସେଇ ରକ୍ସା କଥା କହୁଛି। ନାଇଁ ନାଇଁ ତମେ ମିଛ କହୁଛ। ବାପାଙ୍କର ସମସ୍ତ ସମ୍ପତ୍ତି ରକ୍ସା ଦେ ଏକାକି ପାଇବାକୁ ମତେ ମାରିଦେବା ପାଇଁ ଚାହୁଁଛ? ନାଇଁ ଭାଇ ମତେ ମାରିଦେବାର ଯଦି ଇଚ୍ଛା ତାହେଲେ ମାରିଦିଅ ଭାଇ। ସେ ନକ୍ସା ବିଷୟରେ ଏତେ ବଡ ମିଛ ନଦୀ ଦିଅନି ଭାଇ। ମୁଁ କଣ ଲୋକ ମାରିବା ପାଇଁ ଚାହୁଁଛି? ବାପା ମଲା ପୂର୍ବରୁ ତ ହାତରେ ଯୋଉ ରକ୍ସା ଧରେଇ ଯାଇଥିଲେ ସେଇ ରକ୍ସା କଥା କହୁଛି। ଦେ ସେ ରକ୍ସା ମତେ ଦେ। ତା ଛଡା ତୁ ତ ଜାଣୁ ମୁଁ ହେଲି ମାର ପୂଜାରୀ। ଏ ସବୁ ସମ୍ପତ୍ତି ମୋର କଣ? ଏ ସବୁ ସମ୍ପତ୍ତି ତୁ ନେଇଯା। ନାଇଁ ଭାଇ ବିଲେଇ ଆଖିକି ଘିଅ ପିଇଲେ ଭାବେ ତାକୁ କେହି ଦେଖୁନାହାନ୍ତି। ହେଲେ ଠିକ ସେମିତି ଧର୍ମର ଆବରଣ ଢାଙ୍କି ତୁମେ ଯୋଉ ରାସ୍ତାରେ ପାଦ ଦେଇଛ ସେ କଥା ମୁଁ ଜାଣେ ଭାଇ। ସେ କଥା ମୁଁ ଜାଣେ। ତେବେ ତ ବଞ୍ଚି ରହିବାଟା ଉଚିତ ନୁହଁ। ଶଳାଟାକୁ ପିଟି ପିଟି ପିଟିରୁ ଛାଇବ କରିଦିଅ। ଛାଡ଼ରେ ମୁଁ ଜୋତା ତିଆରି କରିବି। ଜୋତା ହା 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 କଥାରେ ରାଜି ହୋଇଯ। ଏଇଟା ତୋଟା କୁକୁର। କଣ କହିଲୁ? ଆମେ ହଇଟା ଖିଆ ଚଟା କୁକୁର। ତେବେ ସେ ହଇଟା ଖିଆ ଚଟା କୁକୁର କି ଭୟଙ୍କର ବିଷୟ? You are most welcome, Inspector. You are most welcome. Yes, sir. Follow me. ଦେଖୁଛୁ ପୋଲିସ ଆସିଛି। ଏ ବିକ୍ରମ ବଳିଆ ସିଂ ସହିତ ଏତେ ଦିନ କାମ କଲା ପରେ କଲ୍ ବୋଲି ଟିକେ କିଛି ଆସିଲାନି। ତମର ଭୁଲ ହେଇଛି ଗୁରୁ। ଏମିତି ଭୁଲ ଆଉ କେବେ ବି ହବନି ଗୁରୁ। ଓକେ ଭିତରକୁ ଯା ରଞ୍ଜିତକୁ ପଠା। ଆସି ଯାଇଛି ହଁ। ତମ ସମ୍ପତ୍ତି Wow! Beautiful! ମାଇଟା ଖୁବ୍ ସୁନ୍ଦର ହେଇଛି ରଞ୍ଜିତ। ଲାଗୁଛି କୋଟିଏ ଟଙ୍କାରୁ କମ୍ ହବନି। ସେଇଆ ଭାବି ନେଇପାରୁନି। କେତେ ଚଳିବ? 50 ଲକ୍ଷରୁ ଟଙ୍କାଟେ ବି କମ୍ ନାହିଁ ୟାର। ଡନ୍ ଭିତରକୁ ପେମେଣ୍ଟ ନେଇଯିବୁ। ହଉ ସାର୍।
ଗୋଟେ ବେଳା ଖୋଇବେ ବୋଲି ଭାବୁଛି ହେଲେ ଖୋଇବା ପାଇଁ ଆଉ ଇଚ୍ଛା ହଉନି ହେଲେ ସାର୍ ବିଲକୁଲ ମୋ ପରିଚୟଟା ଦେବା ପାଇଁ ଦରକାର ପଡ଼ିବନି କାହିଁକି ନା ଏ ଏରିଆର ଇଏ ରାଣ୍ଡି କଣି ଅସହ୍ୟ ମାନଙ୍କର ଜନତାର ବନ୍ଧୁ କିଛି ଦରକାର ନାହିଁ କାହିଁକି ଆସିଛନ୍ତି ବହୁତ ଆଉ କହିବାକୁ ସୁଯୋଗ ଦେଲେ କେତେବେଳେ ଯେ ମୁଁ କହିବି ସାର୍ ଆଉ ଦେଲେ ସିନା କହିବି ସାରେ ଏଇଟା କଣ ସାରେ କଥା କଣ କି এইটা হচ্ছে পিলাଙ୍କର মিঠা ক্যাফ এটা নেই ফোন କରି କହିଲ আজা সারଙ୍କର গাড়িটা যেତେବେଳେ ଧରା ପଡ଼ିଛି ପୁଣି ଆପଣମାନଙ୍କ କଥା ପୁଣି ପଡ଼ିବ ଆଜ୍ଞା Get out! I say get out! ଜଣେ ପୋଲିସ ଅଫିସରକୁ ଲଞ୍ଚ ଦେବା ଅଭିଯୋଗରେ ମୁଁ ତମକୁ ଆରେଷ୍ଟ କରିପାରେ ହଁ ଆରେଷ୍ଟ କରିପାରେ କ'ଣ କହିଲ ନାଇଁ ନାଇଁ କ'ଣ କହିଲ ମ ଏଇ ବିପଦ ବନ୍ଧୁ ଛୁଆଁକି ପୁଣି ନାଲିଆ ଯାହାର ନାଁ ଶୁଣିଲେ ବିଧାନ ସଭା ଯାହାର ନାଁ ଶୁଣିଲେ ବିଧାନ ସଭା ଲୋକ ହେଇଯାଏ ତାକୁ ପୁଣି ନାଲିଆ କି ଡାକିବି ତାଉ ମୋ କନେଷ୍ଟବଳ କ'ଣ ଦରକାର ସେଇଠି ଇଏ କନେଷ୍ଟବଳକୁ ଡାକିବା ବି ଦରକାର ନାହିଁ ଆଚ୍ଛା ସାରେ ପାଣିରେ ଘର କରିଛ ହେଲେ କୁମ୍ଭୀର ସଙ୍ଗେ ବାଦ କଲେ କଥାଟା ଜମା ବିଲକୁଲ ଭଲ ହବନି କହିଦଉଛି ଠିକ ଅଛି ଆଉ କାହାକୁ କିଛି ଡାକିବା ଦରକାର ନାହିଁ ମୁଁ ଏଇ ଘରକୁ ଆସୁଛି ଆଜ୍ଞା ହେଲେ ଗୋଲାପୁରରୁ ଗୋଟେ କଥା କହିଦଉଛି ଏଇ କଥାଟା ଯେମିତି ମୋ ଲେନ୍ସ ଭିତରେ ହେଇଗଲା ସେଟା କେବେ ବି ଭୁଲିବନି ଏଇ କଥାଟା କହିଦଉଛି ଇନ୍ସପେକ୍ଟର Daddy, ସେଦିନ ଷ୍ଟେସନରେ ଯୋଉ ବଦମାସଟା ତୁ ମୋତେ ବ୍ୟସ୍ତ ହବନି ତା ବିଷୟରେ ମୁଁ ସନ୍ଧାନ କରୁଛି ମୋତେ ବ୍ୟସ୍ତରେ ଚଳିବ ଡ୍ୟାଡି ତମେ କେମିତି ପୋଲିସ ମ ନିଜ ଝିଅର ଅପରାଧୀ ଧରିବା ପାଇଁ ଏତେ ଦିନ ଲାଗିଲାଣି ତାହେଲେ ଏ ସମାଜର ଲୋକମାନଙ୍କ କଥା କେମିତି ବୁଝୁଥିବ କହିଲ ଆରେ ମା ତୋର କ'ଣ ହେଇଛି କହିଲୁ ମୋତେ ଟିକେ ଡ୍ୟାଡି କାଲି କେତେ ତାରିଖ କହିଲ କାଲି ଖାଲି 17 ତାରିଖ 17 ତାରିଖ ନା ଆଉ କିଛି କାଲି ଅକ୍ଟୋବର 17 ତାରିଖ ମାନେ ମୋ ଝିଅର ବାର୍ଥଡେ ହଁ ସରି ମା ପୁରାପୁରି ଭୁଲ ହେଇଯାଇଛି ଡ୍ୟାଡି ସେମିତି ସରି କହିଦେଲେ ହବନି ସେଇଥିପାଇଁ ତମକୁ କ୍ଷତିପୂରଣ ଦେବାକୁ ପଡିବ ଆଚ୍ଛା କହିଲ ଡ୍ୟାଡି କ'ଣ ଦେବ ଓହୋ ମା ଏଇଟା ସସ୍ପେନ୍ସ ପରେ ପାଟିରୁ ଜାଣିପାରିବୁନି ଆଚ୍ଛା ଠିକ ଅଛି ହଉ ଡ୍ୟାଡି ଚାଲ ଦିନ ଆସି ବହୁତ ଚାଲ ଆରେ ମା କ'ଣ ମୁଁ କରିଛି ହଁ? ମୋତେ କରିବାକୁ ପଡ଼ିବ ତୁ ଆଗେ ଭାବୁଥ ମୁଁ ତ ପଛେ ଯାଉଛି ଡ୍ୟାଡି ତମେ ଜାଣିଛ 5 ମିନିଟ୍ ଲେଟ୍ ହେଲେ 500 ଟଙ୍କା ଆଉ ଗୋଟାଏ ଘଣ୍ଟା ଲେଟ୍ ହେଲେ କେତେ ଦେବାକୁ ପଡିବ ତ ସବୁବେଳେ ଖାଲି ଲାଞ୍ଚ ଦରକାର ଆଉ ବାପା ପାଖରେ ଆଉ ହଁ ହଉ ହଉ ଡ୍ୟାଡି ତମେ ତମର କାମ କରିଦ ମୁଁ ଏଥର ଆସିଛି ଶୀଘ୍ର ଆସିବା ଲେଟ୍ କରିବନି ମା ଛେଣ୍ଡ ପିଲାଟା ସବୁ କଥା ମତେ ହିଁ ବୁଝିବାକୁ ପଡିବ ମା ବାପା ହିଁ ସା ଭରସା ଆଉ ସେଇ ବାପା ମା
କାହିଁକି ମୋତେ ହିଁ ସବୁ କାମ କରିବାକୁ ପଡୁଛି? କାହିଁକି ମତେ ବଞ୍ଚେଇ ରଖିଛ ପ୍ରଭୁ? କାହିଁକି ମତେ ଏତେ ହିମମାନ କରୁଛ? ତମ ଦେହଟା ପୁରା ଭଲ ନାହିଁ, ତାକିରେ ଖଇ ଫୁଟୁଛି, ତମେ ବାହାରକୁ ଆସିଲ କାହିଁକି? ଏସବୁ କଣ ହୋଇଗଲା ଉର୍ମିଳା? କାହିଁକି ଆମ ନାୟକର ହସ ଖୁସି ସଂସାରକୁ ଭାଗି ରୁଜି ଚୁରମାର କରିଦେଲା? କାହିଁକି ତା ଚାଳରେ କାଳ ଖଙ୍କା ଫଟା ବସିଲା? ତମେ ଜମା ବ୍ୟସ୍ତ ହୁଅନି, ଦେଖିବ ସେଇ ମା ତାରିଣୀଙ୍କ ଦୟାରୁ ପୁଣି ଥରେ ସବୁ ଠିକ ହେଇଯିବ, ସବୁ ଠିକ ହେଇଯିବ। ଆରେ ଉର୍ମିଳା, ଆଉ କଣ ଠିକ ହବ? ଭାଇ अरे कालिया, तू पुरी कोण मारलू? ଭାଇ ମୁଁ ସହରକୁ ଯାଉଛି ଭାଇ। ଏଠି ବସି ବସି ମୁଁ କଣ ହୋଇଛି ଭାଇ? ମତେ ତ ସହରକୁ ଗଲେ କିଛି କାମ। ଆରେ ସହର ଜାଗା ସେଠି ଆମର ସାହା ବର୍ଷା କିଏ ଅଛି ଯେ ତମେ ସହରକୁ କାମ କରିବାକୁ ବାହାରିଛ? ଭାଉଜ, ମୁଁ କିଛି କାମ ନ କଲେ ଆମର ଏ ଘରଟା କେମିତି ଚଳିବ ଭାଉଜ? ଭାଇ ତା ବୋଲି ଆମ ସମସ୍ତଙ୍କୁ ଛାଡ଼ି ତୁ ସହରକୁ ଚାଲିଯିବୁ? ସୁଭଦ୍ରା, ମୁଁ ସହରକୁ ନ ଗଲେ ଆମର ଏ ଘରଟା କେମିତି ଚଳିବ କହିଲ? ଭାଇ ସାତ ପୁରୁଷର ଏ ଘରଟା ବନ୍ଧା ପଡ଼ିଛି। ସହରକୁ ଯାଇ ମତେ ସବୁ କିଛି କରିବାକୁ ପଡିବ ସୁଭଦ୍ରା। ଭାଇ ସାତ ପୁରୁଷର ଏ ଘରଟାକୁ ମତେ ମୁକୁଳେଇବାକୁ ପଡିବ। ହଁ ସୁଭଦ୍ରା, ମତେ ସବୁ କିଛି କରିବାକୁ ପଡିବ। यही तो भैया अम्मा वो अम्मा बता कोई बाकी नहीं है। ଦେଖନ୍ତୁ ରାଉ ବାବୁ, ଅନ୍ତତଃ ଆଉ କିଛି ଦିନ ସମୟ ଦେଲେ। ହଁ ବାବୁ, ଆମ ମୁହଁକୁ ଟିକେ ଚାହନ୍ତୁ, ଏଇ ଥରକ ପାଇଁ ଆପଣ ଆମକୁ ଟିକେ ଦୟା କରନ୍ତୁ। ମୁଁ କଥା ଦଉଛି ରାଉ ବାବୁ, ମୁଁ କଥା ଦଉଛି। ମୁଁ ସହରକୁ ଯାଉଛି, ଆଉ ସେଥିରେ ଗଲେ ମୁଁ ଆପଣଙ୍କ ପାଇଁ ନିଶ୍ଚୟ କିଛି ନା କିଛି ଗୋଟେ ବ୍ୟବସ୍ଥା କରିବି। अम्मा क्यों सारे लट्टे बाजी जो किया 10-25 में गाय मोर 2 लाख टन का ये माने अच्छे दिया ବାବୁ, ଏତେ ସମ୍ପର୍କ ଭିତରେ ଆଉ ଥରେ ଆମ କଥା ବୁଝନ୍ତୁ ଆଜ୍ଞା। ହଁ ବାବୁ, ମୋ ଭାଇମାନେ ଠିକ କହୁଛନ୍ତି। ଆପଣ ଥରଟିଏ ପାଇଁ ଆମକୁ ସାହାଯ୍ୟ କରନ୍ତୁ ବାବୁ, ଆମକୁ ଥରଟିଏ ସାହାଯ୍ୟ କରନ୍ତୁ। ରାଉ ବାବୁ, କଥା କହୁଛି
ଅନ୍ତତଃ କିଛି ସମୟ ଦେଇଦିଅନ୍ତୁ ଆମେ ଆପଣଙ୍କର ସବୁ ଟଙ୍କା ଯୋଗାଇ ଦେବୁ। ଓ ହେଲା ତମର କଥା ଆମେ ମାନିଲା ହେଲେ ଜଙ୍ଗଲରେ କିଲା କଲେ ମୁଁ କାହାର ନୁହେଁ। अरे सब लोग नहीं तो देह पर डॉक्टर लोग रे ठीक समय खाई नेब कार से जमा झगड़ा करी करी आ मने रखी पहुंचला मात्रे निश्चय चिट्ठी देबो। ए भाई शहर जगह देखि जाई टिके चली बुलो भाई देखि जाई चली बुलो Ladies and gentlemen, আজি ମୋ ଝିଅ ପ୍ରିୟଙ୍କର 20ତମ ଜନ୍ମବାର୍ଷିକରେ ଆପଣମାନଙ୍କୁ ମୋ ତରଫରୁ ହାର୍ଦ୍ଦିକ ସ୍ୱାଗତ ଏବଂ ସମ୍ବର୍ଦ୍ଧନା। मनोज सब भलो तो भल परिवार सांग आज गोटे बिजेडी माने पार्टी थोड़ा मोर मीटिंग था ता छा तू तो जानिछु ए देश सेवा आ ई जनता का सेवा कर मते समय अटले तो तो झियो भाई अबे वो बहुत देखिबा भाई मु कैसे व्यस्त रहती तू सिखा कोन जानी अबे बहु ले कोन कहू तू प्रथम टाइम का सब भूली ना कोन अबे तू पूरा कथा देथिलु तो जस तो मो छुआलो ना ना भूली ना मत दादा समझ पर विजय को आधा छा वो घुमाता से वो तो दूसरे छोटा उठे चली अथवा तुम तो बोले सीधे आते धरा पड़ेगो ऐसे मेरे टंकार माल निजा स्पीशीज करते हैं अन्य मानव कथा तो सारे कह बोले कथा नहीं कंगन ये सर काम केते जाय गला काम कोन आ बाकी रही सारे कह बोले कथा नहीं काम पूरा फिक्स हो जाई सारे ओ पूजा लंका को बोलबो काय समस्त आसी गनी चल एक मंत्र बोल गेलो यस सर
ପଡେଇ ଗଲାଣି ଏଇ ନେଲମା ତୋ ଜନ୍ମ କିନ୍ତୁ ଜିନିଷ ଘରେ ରଖିବେ ବହୁତ ଘରେ ଖୋଲି ବୁଝିଲୁ अरे बाप रे उनका आज तो तू पूरा राजकुमारी बनी देखा जाऊँ हैप्पी बर्थडे टू यू ହେଲେ ମୁଁ ଆଜି ତୋ ଉପରେ ଭାରି ରାଗିଛି। अरे बाबा काहे की मोर दस कौन ଦର୍ଶକ ଏଇଟା କଣ ତୋର ଆସିବା ବେଳ ନା କଣ କହୁଛି ଅଙ୍କଲ? ଆରେ ତୋ ଅଙ୍କଲ ତୁ ଠିକ ସମୟରେ ଆସିଛି ଗଲୁ ନା ଠିକ ଅଛି ଚାଲିଲୁ ଆମେ ଟିକେ ଘରେ ଦୁଃଖ ସୁଖରେ କଥା ହବା ଆରେ ମୁଁ ଆଉ କେତେବେଳେ ମନା କରି କହିଲୁ ସମ୍ପଦ ଚାଲ ଚାଲ ଆମେ ଯିବା ଘରକୁ ପ୍ରିୟଙ୍କା meet my husband. ये कौन सी मोर बेस्ट फ्रेंड प्रियंका Same to you. अरे प्रियंका आप डेरी करती मनार मनीष येत आहे आसमान किती माहिती झाली ତୁ ଭାରି ଫାଜିଲାମି କଥା କହୁଛ। ତୋ କରୁଛୁ ନା ଆମର ଅଭିନୟ ଅଛି ତୁ ତ ଭାରି ସ୍ୱାର୍ଥପର କଣ ଜାଣିନୁ ତୁ ଭିତରେ ହାତ ଦେହ କରିଗଲୁ। ହେଲେ ମୁଁ କଣ ଏତେ ପାଇଛି ସତ କହୁଛୁ ମନର ମଣିଷ ଏତେ ଖୋଜି ପାଇନୁ ସମୟ ପାଇନି କେତେବେଳେ ଖୋଜିବି କହିଲ। ଦିଦି ଦିଦି କହ ବୋଇଲା କଥା ନାହିଁ ତାଙ୍କର ସାର କାହିଁ ବସିଛନ୍ତି ହଉ ତୁ ଚାଲୁ କରିବ ନା ଆମେ ତ ଆସୁଛୁ। ଠିକ ଅଛି ଦିଦି ଚାଲ ଚାଲ ଚାଲ